ଏ ସରକାର ତ କଥା କହିବାରେ ଏବଂ ତାକୁ ଢୋକି ଦେବାରେ ସେମାନେ ମାହିର ଏବଂ ଆଚରଣ ଆଉ ଉଚ୍ଚାରଣ ଭିତରେ ଉଚ୍ଚାରଣ ଯାହା କରାଯାଉଛି ଆଚରଣରେ ତା ଦେଖାଯାଉନି। ନବୀନ ବାବୁଙ୍କ ସରକାର ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାର ଓଡ଼ିଶାରେ କେବଳ ଯେ ଜନଗଣଙ୍କର ଉନ୍ନତି ପାଇଁ ଗୋଟେ ଗ୍ରୋଥ ଟ୍ରାଜେକ୍ଟୋରୀ ଏବଂ ତାର ଉପଲବ୍ଧି ଆଣିଥିଲେ ଏବଂ ଜନଜୀବନରେ ଏକ ପରିବର୍ତ୍ତନ ନୂଆ ଶତାବ୍ଦୀର ଆଣିଥିଲେ ତା ନୁହେଁ, ବନ୍ୟଜନ୍ତୁ ପାଇଁ ମଧ୍ୟ ଆମ ପରିବେଶକୁ ରଖିକିରି ଆମ ଟ୍ରି କଭରଠୁ ଆରମ୍ଭ କରି ଆମ ବନ୍ୟଜନ୍ତୁ ସମ୍ପଦ ଏବଂ ହାତୀମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ଏବଂ ଏଥିପାଇଁ ଆମର ପ୍ରାୟ 10ଟି ଆମର ଯେଉଁ ରୁଟ୍ କରିଡର ଏବଂ 3ଟି ଆମର ଯେଉଁ ବିଶେଷ କରି ଫୋକସ୍ଡ କରିଡର ଶିମିଳିପାଲ ନ୍ୟାସନାଲ ରିଜର୍ଭ ସାଙ୍ଗରେ ଆମର ସାତକୋଶିଆ, ଢେଙ୍କାନାଳ, ସମ୍ବଲପୁର ଏବଂ ଶିମିଳିପାଲର ଯେଉଁ ନ୍ୟାସନାଲ ପାର୍କ ସେଠି ମଧ୍ୟ ତାକୁ ନିଆଯାଇଥିଲା ତାର ହ୍ୟାବିଟାଟ୍ ଗୁଡ଼ିକୁ ସୁରକ୍ଷା ପାଇଁ ଏବଂ ସେଥିପାଇଁ ଯେଉଁ ବିଭିନ୍ନ ଷ୍ଟେପ୍ ଏବଂ କ୍ରିୟାନ୍ୱୟନ ଏବଂ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା ଏବଂ ଯେଉଁଥିରେ ଓଡ଼ିଶା ଆମର ଏଲିଫେଣ୍ଟ ସେନ୍ସସ୍ 2024 ଅନୁସାରେ ଆମେ ନବୀନ ବାବୁଙ୍କ ସରକାର ବେଳେ ହାତୀର ସଂଖ୍ୟା ବୃଦ୍ଧି କରିବା ସାଙ୍ଗରେ ଯାହାକି 17ରେ 2017ରେ 1976 ପହଞ୍ଚିଥିଲା, ଆହୁରି ଇମ୍ପ୍ରୁଭ୍ ହେଇକରି 2098ରେ 2024ରେ ପହଞ୍ଚିଥିଲା ଏବଂ ଆମର 38ଟି ଫରେଷ୍ଟ ଡିଭିଜନ ଏବଂ ଏଥିରେ ତାହା ରହିଛି ଏବଂ ସେଥିରେ ହାଏଷ୍ଟ ଏଲିଫେଣ୍ଟ ପପୁଲେସନ୍ ଆମର ଯେଉଁ ଡିଷ୍ଟ୍ରିକ୍ଟ ଗୁଡ଼ାକ ଡିଭିଜନ ଗୁଡ଼ାକ ଢେଙ୍କାନାଳ, ଆଠଗଡ଼, ସାତକୋଶିଆ, କେଉଁଝର, ସୁନ୍ଦରଗଡ଼ ଏଗୁଡ଼ିକ ମଧ୍ୟ ରହିଛି ନ୍ୟାସନାଲ ପାର୍କ ଛଡ଼ା। କିନ୍ତୁ ଏବେ ଆମେ ଯେଉଁ କଥାକୁ ଆଜି ଉତ୍ଥାପନ କରିବାକୁ ଚାହୁଁଛୁ ବିଜୁ ଜନତା ଦଳରେ ଯେ 2 ବର୍ଷ ଭିତରେ ଏଥିରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିମ୍ବା ଯାହା ଯାହା ପଲିସି ଗୁଡ଼ିକ ନିଆଯାଇଛି, ଯେଉଁ ଜୋନିଂଠୁ ଆରମ୍ଭ କରି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ଏବଂ ତାଙ୍କ ଆଗରେ ବି ଦର୍ଶାଇଛନ୍ତି ଏବଂ କାର୍ଯ୍ୟକ୍ରମ ନେଇଛନ୍ତି, ସେଗୁଡ଼ିକର ଆଜି ଖିଲାପି ପରିଲକ୍ଷିତ ହେଉଛି ଏବଂ ଓଡ଼ିଶା ଆଜି ଭାରତବର୍ଷରେ ହ୍ୟୁମାନ୍ ଯେଉଁ କନଫ୍ଲିକ୍ଟରେ ଆମ ଯଦି ନେବରିଂ ଷ୍ଟେଟ୍କୁ କମ୍ପେୟାର କରିବା ସେଥିରେ ଝାଡ଼ଖଣ୍ଡରେ ଯଦି ହାତୀ ମୃତ୍ୟୁ କଥା ଦେଖିବା ଏଇ 24-25 ଆଉ 25-26 ଦୁଇଟା ସମର, ଏ 26ର ବି ବର୍ତ୍ତମାନ ଆମେ ପହଞ୍ଚିଛେ ମେରେ, ଆହୁରି ଗୋଟେ ମାସ ଏ ସମର ଅଛି ଏବଂ ସେଥିରେ ଝାଡ଼ଖଣ୍ଡରେ ଯେଉଁଠି 2 ଡିଜିଟ୍, ୱେଷ୍ଟବେଙ୍ଗଲରେ 2 ଡିଜିଟ୍ ହାତୀ ମୃତ୍ୟୁ ହୋଇଛନ୍ତି ଯେଉଁମାନେ କି ପ୍ରାୟ ଡଜନ ପାଖାପାଖି, ଛତିଶଗଡ଼ 2 ଡିଜିଟ୍ ହେଲେ ବି ପ୍ରାୟ 36, 24ରେ 34ଟି ଏବଂ 36ଟି 25 ମସିହାରେ, ଆନ୍ଧ୍ରପ୍ରଦେଶ ବହୁତ କମ୍ 24 ମସିହାରେ 2ଟି, 24-25ରେ, 25-26ରେ ଯାଏଁ 5ଟି, କିନ୍ତୁ ଓଡ଼ିଶାରେ ଗଲା ସମରରେ ମୁଁ ପୂର୍ବ ସରକାର କଥା ବଳ କହୁନି, ଏଇ 2 ବର୍ଷର ଯେଉଁ ଆମର ସରକାର ବିଜେପିର ନେତୃତ୍ୱାଧୀନ ସରକାର ବେଳେ 105 ହାତୀ ମୃତ୍ୟୁ ହୋଇଛି ଏବଂ ଚଳିତ ବର୍ଷ ମାର୍ଚ୍ଚ 10 ଯାଏଁ ସେ 50 ମୃତ୍ୟୁ ହୋଇଛି। ତେଣୁ 185 ଯେଉଁଟାକି ଆମର ସବୁଠୁ ହାଇଏଷ୍ଟ ଏବଂ ତା ଭିତରେ ଯେଉଁ ହ୍ୟୁମାନ୍ ଏଲିଫେଣ୍ଟ କନଫ୍ଲିକ୍ଟ ଆମେ ଇଆଡ଼େ ଦେଖୁଛେ ହାତୀ ମୃତ୍ୟୁ ସାରା ଭାରତବର୍ଷରେ ଆମେ ଅପନିନ୍ଦିତ ହାଇଏଷ୍ଟ ହେଇଛି ଏବଂ ହ୍ୟୁମାନ୍ ଯେଉଁ ଆନିମାଲ କନଫ୍ଲିକ୍ଟ ଯେଉଁ ହ୍ୟାବିଟାଟ୍ ଗୁଡ଼ିକ ଆମେ ଯଦି ଏ ପାଖରେ କହୁଛେ ଆମ ବନ୍ୟ ବନାଞ୍ଚଳର କ୍ରାଉନ୍ ଡେନ୍ସିଟି ବଢ଼ୁଛି, ଆମେ ତା'ର ଯେଉଁ ହ୍ୟାବିଟାଟ୍ର ଏବଂ କରିଡର ଗୁଡ଼ିକର ତା'ର ଇକୋସିଷ୍ଟମ୍ର ରକ୍ଷା କରିବା ପାଇଁ ଆମେ ବଜେଟାରୀ ବ୍ୟବସ୍ଥା କରୁଛୁ ଏବଂ ଆମେ ତାକୁ ହାତୀମାନେ କିଭଳି ବନ୍ୟଜନ୍ତୁମାନେ ନ ଆସିବେ ବସତି ଅଞ୍ଚଳକୁ ଏବଂ ଯେଉଁ କନଫ୍ଲିକ୍ଟକୁ ପରାହତ କରାଯିବ ସେଥିପାଇଁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଉଛି। ସେ ବଜେଟାରୀ ପ୍ରୋଭିଜନ ହେଉ କି କ୍ୟାମ୍ପା ଯେଉଁ ଫଣ୍ଡ ଅଛି, କ୍ୟାମ୍ପା ଫଣ୍ଡରୁ ଏଥିପାଇଁ ହ୍ୟାବିଟାଟ୍ ରେଷ୍ଟୋରେସନ୍ ପାଇଁ ବହୁତ କରାଯାଉଛି। କିନ୍ତୁ ଆମେ ଦେଖିବା ଯେ ଏ ଯେଉଁ 2 ବର୍ଷରେ ଆମେ ତ
ନ୍ୟାସନାଲ୍ ଏଚିସିରେ ହ୍ୟୁମାନ୍ ଆଉ ଆନିମଲ୍ ଯେଉଁ କନଫ୍ଲିକ୍ଟ ସେଥିରେ ଓଡ଼ିଶା ହାଏଷ୍ଟ ଏବଂ 24-25ରେ 171 ହ୍ୟୁମାନ୍ ଡେଥ୍ ୱାଇଲ୍ଡ ଲାଇଫ୍ ଆଟାକ୍ରେ ହେଲାବେଳେ 153 ହାତୀର ଆଟାକ୍ରେ ମୃତ୍ୟୁବରଣ କରିଛନ୍ତି। ଏଇଟା ହେଉଛି ହାଇଏଷ୍ଟ ଇନ୍ ଇଣ୍ଡିଆ ଏ ବର୍ଷର ଏବଂ 500 ଲୋକ ଏଥିରେ ଇଞ୍ଜୁରି ସଷ୍ଟେନ୍ କରିଛନ୍ତି। ତେଣୁ ଏ ପାଖରେ ହାତୀ ଅଧିକ ମରୁଛନ୍ତି ଏବଂ ସେ ପାଖରେ ମଣିଷ ମଧ୍ୟ ଏଇ ଯେଉଁ ଆନିମଲ୍ ଆଉ ହାତୀ ଯେଉଁ କନଫ୍ଲିକ୍ଟରେ ମରିଛନ୍ତି ଏବଂ ଏଥିପାଇଁ ଆମେ ପର୍ଯ୍ୟାପ୍ତ ଅର୍ଥ ବରାଦ କଲେ ବି ମୁଁ ଗୋଟେ ଉଦାହରଣ କେବଳ ଦେଉଛି ଯେ ସେଥିରେ 25ରେ ପ୍ରାୟ 25-26ରେ 1000 କୋଟି ଟଙ୍କା ପାର୍ଟ ଅଫ୍ ଦି ସିରିଜ୍ ଗୋଟେ ଦିଆଯାଇଛି ଆମ କ୍ୟାମ୍ପା ଯେଉଁଟା ମେଜର ଫଣ୍ଡ ଆସୁଛି ହାବିଟାଟ୍ ରେଷ୍ଟୋରେସନ୍ ୱାଟର ବଡିଜ୍ ଫର୍ଡର ଇନ୍ କରିଡର୍ସ ଏବଂ 1022 କୋଟି ଟଙ୍କା 26-27ରେ ପ୍ରବଧାନ ତା ପୂର୍ବ ବର୍ଷ 23-24ରେ 1086 କୋଟି এই ହାବିଟାଟ୍ ଆଉ କରିଡର ପାଇଁ ଏଇଟା ୱାଇଲ୍ଡ ଲାଇଫ୍ ଆଉ ହାବିଟାଟ୍ ହେଡ୍ରେ କରିଡର କନେକ୍ଟିଭିଟି ଆଉ କନଫ୍ଲିକ୍ଟ ମିଟିଗେସନ୍ ପାଇଁ ଦିଆଯାଇଛି। କିନ୍ତୁ ଏତେ କାର୍ଯ୍ୟକ୍ରମ ଏବଂ ତାକୁ ଦେଲା ପରେ ମଧ୍ୟ ବଜେଟାରୀ ବ୍ୟବସ୍ଥା କଲା ପରେ ମଧ୍ୟ ଆମେ କହୁଛେ ଯେ ଅନେକ ତା ଭିତରେ ଆମର ଯେଉଁ ପାଣି ଉପଲବ୍ଧି ଜଙ୍ଗଲ ଭିତରେ ରିଜର୍ଭ ଏରିଆ ଭିତରେ ହେଉ କୋର୍ ଏରିଆ ଭିତରେ ହେଉ କିମ୍ବା ଆମର ଯେଉଁ ପେରିଫେରିରେ ହେଉ ତାକୁ ବ୍ୟବସ୍ଥା କରାଯାଇଛି କିନ୍ତୁ ଦେଖାଯାଉଛି ଯେ କିଛି ତାର ଯେଉଁ ଆଉଟକମ୍ ଯେଉଁ ରେଜଲ୍ଟ ତାଥିରୁ ପରିଦୃଷ୍ଟିତ ହେଉନାହିଁ ପରିଲକ୍ଷିତ ହେଉନାହିଁ ଏବଂ ଏଥିପାଇଁ ଏପରିକି ସରକାର ଯେଉଁ କରିଥିଲେ 2010 ମସିହାରେ ବି ଆମର ଯେଉଁ ବିଭିନ୍ନ ସମସ୍ୟା ଏଥିପାଇଁ ହେଉଛି ବିଭିନ୍ନ କଜେସ୍ ହେଉଛି ତା ଭିତରେ ଆମର ଇଲେକ୍ଟ୍ରୋକ୍ୟୁସନ୍ଠୁ ଆରମ୍ଭ କରି ରେଲୱେ ଆକ୍ସିଡେଣ୍ଟଠୁ ଆରମ୍ଭ କରି ଏବେ ଆମେ ଦେଖୁଛେ ଯେ ସାତକୋଶିଆ ଅଭୟାରଣ୍ୟ ପାଖରେ ଏବଂ ଅନ୍ୟ ଅଞ୍ଚଳରେ ମଧ୍ୟ ଓଡ଼ିଶାରେ ଯେ ଡିହାଇଡ୍ରେସନ୍ ଯୋଗୁଁ ହାତୀମାନେ ଯେତେବେଳେ ତାର ମୃତ୍ୟୁ ହେଉଛି ଛୁଆ ହାତୀର ଡିହାଇଡ୍ରେସନ୍ ଯୋଗୁଁ ଯେଉଁଠୁ ସଠିକ୍ ଭାବରେ ଯେଉଁ ହାବିଟାଟ୍ରୁ ଆମେ ଯେଉଁ ଜଳ ହୋଲ୍ ନ୍ୟାଚୁରାଲ୍ ହୋଲ୍ ଆଉ ସିଷ୍ଟମ୍ ଗୁଡ଼ିକ ଉପଲବ୍ଧ ନ ହେବା କିମ୍ବା ଯେଉଁଗୁଡ଼ିକ ଆର୍ଟିଫିସିଆଲ୍ କରାଯାଉଛି ତାହା ତାଙ୍କୁ ଉପଲବ୍ଧ ନ ହେବା ଫଳରେ ଆମର ତଳ ସମତଳ ଅଞ୍ଚଳକୁ ହାତୀମାନେ ଆସୁଛନ୍ତି ମ୍ୟାନ୍ ଆଉ ଆନିମଲ୍ କନଫ୍ଲିକ୍ଟ ହେଉଛି ଏବଂ ସେମାନେ ମଧ୍ୟ ଜଳ ପାଇଁ ଏ ହାହାକାର ବନ୍ୟଜନ୍ତୁଙ୍କ ଭିତରେ ବି ହେଇଛି ଏବଂ ଏତେ ପଇସା ଆମର ଯେଉଁ କେବଳ ଯେଉଁଠିକି କରାଯାଉଛି ପ୍ରାୟ ଦେଖାଯାଉଛି ଯେଉଁ ୱେଲ୍ ଗୁଡ଼ିକ ଯେଉଁମାନେ ବିଭିନ୍ନ NGOs ବି ତାର ଇନଭେଷ୍ଟିଗେସନ୍ ବି କରିଛନ୍ତି ଏବଂ ଫିଲ୍ଡ ଭିଜିଟ୍ ବି କରିଛନ୍ତି ଏବଂ ସେଥିରେ ଦେଖାଯାଉଛି ଯେ ପ୍ରାୟ 70ରୁ 80% ୱାଟର ରିଟର୍ନେବିଲିଟି ରହୁନି ଯେଉଁଗୁଡ଼ିକ ଖୋଳାଯାଇଛି ର ଠଗରେ ଖୋଳାଯାଉଛି ଜେସିପି ଆଉ ଅନ୍ୟ ଗୁଡ଼ିକ ନେଇକରି କିଛି ଲୋକଙ୍କୁ ଅନୁଗୃହୀତ କରିବା ପାଇଁ ଖୋଳାଯାଉଛି କିମ୍ବା ଗୋଟେ ସବୁ କଥାକୁ ଗୋଟେ କନଜରଭେସନ୍ କଥା ଏବଂ ସିକ୍ରେଟ୍ କଥା କହିକିରି ତାକୁ କରାଯାଉଛି ଏବଂ ଯେଉଁଥିରେ କି ଏତେ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ପାଣି ସେମାନଙ୍କ ପାଇଁ ଉପଲବ୍ଧ ହୋଇପାରୁନି ଏବଂ ୱାଟର ରିଟର୍ନେବିଲିଟି ପାଇଁ ତାଙ୍କର ଯେଉଁ ଯେଉଁ ପ୍ରୋସିଜିଅର ଗୁଡ଼ାକ ନେବା କଥା ସେଥିରେ ବୋଧେ ବିଚ୍ୟୁତ ହେଉଛି ଏବଂ ଯାହା ପରିଲକ୍ଷିତ ହେଉଛି ସେ ଯୋଗୁଁ ଏ କନଫ୍ଲିକ୍ଟ ବଢ଼ି ବଢ଼ି ଚାଲୁଛି। ତେଣୁ ସରକାର ଅନେକ କଥା କହୁଛନ୍ତି ଏ ସରକାର ତ କଥା କହିବାରେ ଏବଂ ତାକୁ ଢୋକି ଦେବାରେ ସେମାନେ ମାହିର ଏବଂ ଆଚରଣ ଆଉ ଉଚ୍ଚାରଣ ଭିତରେ ଉଚ୍ଚାରଣ ଯାହା କରାଯାଉଛି ଆଚରଣରେ ତା ଦେଖାଯାଉନି। ସରକାର 2 ବର୍ଷରେ ଆସି ପହଞ୍ଚିଲେଣି ଆଉ କିଛି ଦିନ ପରେ 2 ବର୍ଷ ପହଞ୍ଚିବ। ତେଣୁ ଆମର ଅମୂଲ୍ୟ ଜଙ୍ଗଲ ସମ୍ପଦ ଆମର ଯେଉଁ ହସ୍ତି ସମ୍ପଦ ଅଛି ଏବଂ ଆମର ସେମାନଙ୍କୁ ସୁରକ୍ଷିତ କନଜରଭେସନ୍ କରିବା ସାଙ୍ଗରେ ଆମ ସରକାର ତ ଯାହା କରୁଛନ୍ତି ଫାଇନାନ୍ସିଆଲ କଥାଠୁ ଆରମ୍ଭ କରି ଅନ୍ୟ ଆଉଟକମ୍ ଗୁଡ଼ିକ ଯାହା ପୂର୍ବ ସରକାର ବେଳେ ହେଇଥିଲା ତାକୁ ଆମେ ବାରାନ୍ତରେ ବି କହିବୁ ଉପସ୍ଥାପନା କରିବୁ କିନ୍ତୁ ଯେଉଁ ଇକୋଲୋଜି ଯେଉଁଟାକି ଆମର ତାରି ଭିତରେ ମଣିଷ ଅଂଶବିଶେଷ ମଣିଷ ବନ୍ୟଜନ୍ତୁ ପରିବେଶ ଏବଂ ତାରି ଭିତରେ ତାକୁ ବି ରକ୍ଷା କରିବା ପାଇଁ ଏ ସରକାର ଲାପରବାହୀ ଢଙ୍ଗରେ କେବଳ କଥା କହୁଛନ୍ତି ଭାଷଣ ଦେଉଛନ୍ତି କରୁନାହାନ୍ତି ଏବଂ ସେଇଥିପାଇଁ ଆମର ଯେଉଁ କଥାକୁ ପ୍ରଶ୍ନ ଉତ୍ଥାପିତ କରିଛୁ ଯେ କ'ଣ ଷ୍ଟେପ୍ ନେଇଛନ୍ତି
ଏବଂ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଯାହା ଉପସ୍ଥାପନା କରାଯାଇଥିଲା ଯେଉଁ ଜୋନିଂ ସେଥିପାଇଁ ନେଇକିରି ଏବଂ ଯେଉଁ ଯେଉଁ ପ୍ରାବଧାନ ନେବା କଥା ଏବଂ ଯାହା ଯାହା କାର୍ଯ୍ୟକ୍ରମ ନେବା କଥା କ'ଣ ନେଇଛନ୍ତି ଆମ କ୍ୟାମ୍ପା ଫଣ୍ଡର କ'ଣ ବିନିଯୋଗ କିମ୍ବା ଅନ୍ୟ ବଜେଟାରୀ ହେଡ଼୍ର ଯେଉଁ ପର୍ଯ୍ୟାପ୍ତ ଅର୍ଥ ଦିଆଯାଇଛି କାହିଁକି ତା ସତ୍ତ୍ୱେ ବି ହାତୀ ମୃତ୍ୟୁ ସର୍ବାଧିକ ହେଇଛି ଏହାର ଜବାବ ସରକାରଙ୍କୁ ଦେବାକୁ ପଡ଼ିବ।